ବାହାରିଛନ୍ତି ଆମର ସବୁ ଜିନିଷ ଗୋଟେ ସିଷ୍ଟମ ଅଛି, ଗୋଟେ ପ୍ରୋସେସ ଅଛି। ଯଦି ବାହାରିବା ଏ କେହି ବାହାରିବା, ଯଦି ନ ବାହାରିବା କେହି ବାହାରିବା। ତ ଆଜିର ଯୋଉ ଆଲୋଚନା ପରେ କଳାକାର ମାନେ କେତେ ଦୂର ବାହାରୁଛନ୍ତି, କଣ କରୁଛନ୍ତି, ନିଶ୍ଚିତ ମିଟିଂ ସରିଲା ପରେ ଆପଣ ମାନେ ଜାଣିପାରିବେ। ମାଲିକ ମାନେ ବାହାର କରିଦିଅ ବୋଲି କଳାକାର ମାନେ ଭୟରେ ନାଇଁ ଆଜ୍ଞା, ସେମିତି ନୁହେଁ। ଶୁଣନ୍ତୁ, ନ୍ୟାୟଟା ସବୁବେଳେ ନ୍ୟାୟ, ଅନ୍ୟାୟଟା ସବୁବେଳେ ଅନ୍ୟାୟ। ଆମେ ହଉଛନ୍ତି ମଣିଷ, ଆମେ ଓଡ଼ିଆ ଜାତି, ଓଡ଼ିଶାର ଲୋକ ମାନେ। ମୋ ମତରେ ଓଡ଼ିଶା ଲୋକ ଆଗରେ କେବେ ଅନ୍ୟାୟ ଯାଏନି। ଆଉ ଓଡ଼ିଶା ଲୋକ ଭାରି କୋପରେଟିଭ, ଆଉ ବହୁତ ସହନଶୀଳତା, ଆଉ ବହୁତ ସହାୟତା କରନ୍ତି। ନା ନିଷ୍ପତ୍ତି ବାହାରିନି, ବର୍ତ୍ତମାନ ସେ ବିଷୟରେ ଆଲୋଚନା ଚାଲିଛି ଯେ କି ଯାତ୍ରାରେ ଗୋଟେ ଛୋଟିଆ ଜିନିଷ ଭୁଲ ବୁଝାମଣା ହେଇଥିଲା, ଯୋଉଟା କି ସେଟା ବହୁତ ବଡ କରିଦିଆଯାଇଛି। ତାକୁ କରିବା ପଛରେ ବି ସେମିତି କିଛି ମତେ ଲାଗୁଛି କିଛି ଲୋକଙ୍କର ନିଶ୍ଚିତ ହାତ ଅଛି। ଛୋଟିଆ ଜିନିଷଟେ ଯଦି ବା କିଛି ଗୋଟେ ଭୁଲ ଗୋଟେ ହେଇଥିଲା, ଆମେ ବସିକି ଆଲୋଚନା କରିଥିଲେ ନିଶ୍ଚିତ ଏହାର ସମାଧାନ ବାହାରିଥାନ୍ତା। ବଡ ଆମ ଭିତରେ ହେଇଛି, ଯୋଉଟା କି କଳାକାର ମାଲିକ ଭିତରେ ମାନେ ବୁଝାମଣାର ଠିକ ରହିଲାନି, ଯାହାଫଳରେ ଏମିତି ବଡ ହେଇଯାଇଛି। ଯଦି ବଡ ହେଇଛି ସେଟା ଆଜି ପବ୍ଲିକ ଉପରକୁ ଆସିଛି, ପବ୍ଲିକ ଉପରକୁ ଆସିବା ଭିତରେ ପବ୍ଲିକ କିଛି ବୁଝୁନାହାନ୍ତି। ପବ୍ଲିକ ଡାଇରେକ୍ଟ ଆମର କମେଣ୍ଟରେ ୟାଡ ସୁଡ କଥା ଲେଖୁଛନ୍ତି, ଯୋଉଟା କି କୋଉଟା ଠିକ କୋଉଟା ଭୁଲ ଏପର୍ଯ୍ୟନ୍ତ ପବ୍ଲିକ ଜାଣିନାହାନ୍ତି। କିନ୍ତୁ କଳାକାର ବର୍ତ୍ତମାନ ବ୍ଲେମ ସବୁ ପରେ ବି ମାଲିକ ସଂଘ ଯାହା ନିଷ୍ପତ୍ତି ନେଲା ଗୋଟେ ଦୃଷ୍ଟିରୁ ଠିକ, କଳାକାର ମାନେ ଯାହା ଇଏ କଲେ ସେମାନେ ବି ଗୋଟେ ଦୃଷ୍ଟିରୁ, ତାଙ୍କ ଦୃଷ୍ଟିରୁ, ମୁଁ ମୋ ଦୃଷ୍ଟିରୁ କହୁନି, ସେମାନଙ୍କୁ ଠିକ ଲାଗିଲା ସେମାନେ ସେଇଆ କହିଲେ, କଳାକାରଙ୍କୁ ଏଇଆ ଲାଗିଲା ସେମାନେ କଲେ। ମାଲିକ ମାନେ ବ୍ୟାନ କଲେ, ନରି ଭାଇ ହୁଅନ୍ତୁ ବା ପ୍ରତାପ ଭାଇ ହୁଅନ୍ତୁ, ଆଉ ରାଇଟର ମାନେ ଦୟାନକୁ ବ୍ରେକ୍ କଲେ, ଏବେ ଯୋଉ ବିରୋଧ କଲେ ସେମାନେ ଯୋଉ ରହିବେ ସେ ଅନୁଷ୍ଠାନରେ ନାଟକ କରିବେନି। କଳାକାର ମାନେ ଇଏ କଲେ, ସେ ସବୁ ଦୃଷ୍ଟିରୁ ଠିକ, କିନ୍ତୁ ସବୁ ପରେ ବି ବ୍ଲେମ ହେଲା କିଏ? କଳାକାର। ବର୍ତ୍ତମାନ ସବୁ ଦୋଷ କଳାକାର ଉପରେ, ସେ ବିଷୟରେ ଆଜି ରହୁଛି ଆଲୋଚନା। କଳାକାରଙ୍କର ଏକତା ଅଛି, କଳାକାର ନିଶ୍ଚିତ ଭାବେ ଏକତା ଅଛି। ଦେଖିବାକୁ ଏକତା ଦେଖିବାକୁ ପାଇଲେନି। ଆମେ ସବୁ ଜିନିଷ ସିଷ୍ଟମରେ ଯାଉ, ପ୍ରୋସେସରେ ଯାଉ। ଆଜି ଯୋଉ ହେଲା, ଆଜି ନିହାତି, କାହିଁକି ନା ସମସ୍ତେ ପାଖରେ ନଥାନ୍ତି, ପାର୍ଟି କିଏ କୋଉ ଡିଷ୍ଟାନ୍ସରେ ଥାଏ, ସମସ୍ତଙ୍କୁ ଏକଜୁଟ କରିକି ଏ ଜିନିଷଟା କରିବା। ଆମେ ରାତି ଅନିଦ୍ରା ହଉଛୁ, ସକାଳୁ ରେଷ୍ଟ ନଉଛୁ, କାହା ପାର୍ଟି କୋଉଠୁ କେତେ ଡିଷ୍ଟାନ୍ସ ରହୁଛି, ସମସ୍ତଙ୍କ ପାଖରେ କମ୍ୟୁନିକେସନର ସୁବିଧା ରହୁନି। ତ ସମସ୍ତଙ୍କୁ ଏକଜୁଟ କରିକି ଆମେ ଅପେକ୍ଷା କରିଥିଲୁ ମାଲିକ ମାନେ କଣ ନିଷ୍ପତ୍ତି ନେଉଛନ୍ତି। ମାଲିକ ମାନଙ୍କ ନିଷ୍ପତ୍ତି ପରେ ତାପରେ ଆମେ ସମସ୍ତେ ଏକଜୁଟ ହେଇଛୁ। ସେଟା ପଦକ୍ଷେପ କଣ ବର୍ତ୍ତମାନ ଆଲୋଚନା ଚାଲିଛି, ଆଲୋଚନା ସରିଲା ପରେ ଜଣା ପଡିବ। ତ ମାଲିକ ମାନେ ବ୍ୟାନ୍ କରିପାରୁଛନ୍ତି କଳାକାରକୁ, କଳାକାର ମାନେ ଚାହିଁଲେ ମାଲିକ ମାନଙ୍କୁ ବ୍ୟାନ୍ କରିପାରିବେ? ନାଇଁ ଆଜ୍ଞା, ସେଟା ତ ଆମେ କହିପାରିବୁନି। ସେ ବଡ ବଡ ଭାଇ ମାନେ ଅଛନ୍ତି, ସେମାନେ ଯାହା ନିଷ୍ପତ୍ତି ନେବେ। ଆମେ ତ ଜୁନିୟର। ମୋ ମତ ଶୁଣନ୍ତୁ, ମୋ ମତରେ ଶୁଣନ୍ତୁ, ମାଲିକ ମାନେ ଯୋଉ ବ୍ୟାନ୍ କରିଛନ୍ତି, ବ୍ୟାନ୍ କରିବାଟା ଗୋଟେ ଦୃଷ୍ଟିରୁ ଭୁଲ। କାହିଁକି ନା ସେ ନରି ପଣ୍ଡା ହୁଅନ୍ତୁ, ଯିଏ ହୁଅନ୍ତୁ, ସେ ସେତିକି କଷ୍ଟ କରି, ସେତିକି ପରିଶ୍ରମ କରିକି ଦର୍ଶକ ମାନଙ୍କ ମନରେ ରାଜ କରୁଛନ୍ତି। ଆପଣ ଗୋଟେ ସାଧାରଣ କଥା, ଗୋଟେ ଅନୁଷ୍ଠାନରେ 16 ଜଣ କଳାକାରଙ୍କ ଭିତରୁ ଲୋକମାନେ ରଖନ୍ତି ହିରୋ, ହିରୋଇନ, ଭିଲିଆନ, କମେଡି, ସେଇ 4 ଚରିତ୍ର ଭିତରେ 5। ଏଇ 6 ଜଣଙ୍କ ଲିଷ୍ଟ ଭିତରେ 16 ଜଣରୁ 6 ଜଣଙ୍କ ଭିତରେ ଆସିବା କେତେ କାଠିକର ପାଠ, ଯିଏ ସେଇ ଜାଗାରେ ପହଞ୍ଚିଛି ସିଏ ଜାଣିଛି। ତ ସବୁ ପରେ ବି ଗୋଟେ କଳାକାରଟେ ସେତିକି ପରିଶ୍ରମ କରିକି ନା କମିଛି, ତାକୁ ବ୍ଲେମ କରିବାଟା ମୋ ଦୃଷ୍ଟିରୁ ବହୁତ ଭୁଲ। ଆଉ କଳାକାରଟିଏ କିଏ ତିଆରି କରନ୍ତିନି, କଳାକାରଟିଏ ଭଗବାନଙ୍କ ଆଶୀର୍ବାଦରୁ ଜନ୍ମ ହେଇକି ଆସିଥାଏ। ଯାତ୍ରାରେ ଏମିତି ଅବସ୍ଥା ପରେ ଆପଣ ସରକାରଙ୍କୁ ଏ ବିଷୟରେ ଜଣାଇବେ କି ନାହିଁ? ସେ ବିଷୟ ତ ଆଲୋଚନା ଚାଲିଛି, ସରକାରଙ୍କ ଉପରେ କଣ ହବ କଣ ନାହିଁ ନିଶ୍ଚିତ ଆଗକୁ ଜଣା ପଡିବ। କିନ୍ତୁ ଏଇ ଘଟଣା ପରେ ମାଲିକ ମାନଙ୍କର ଏକତା ଦେଖିବାକୁ ମିଳିଲା, କିନ୍ତୁ ଆପଣ ଯୋଉଟା କହିଲେ କି ଲେଟ୍ ହେଲା, କଳାକାର କଣ ପାଇଁ ନରିପଣ୍ଡାଙ୍କ ସପକ୍ଷରେ ବାହାରିଲେନି? ଆମେ ଦେଖିବା ପାଇଁ ପାଇଲୁ, ବାହାରିଛନ୍ତି। ଆମର ସବୁ ଜିନିଷ ଗୋଟେ ସିଷ୍ଟମ ଅଛି, ଗୋଟେ ପ୍ରୋସେସ ଅଛି। ଯଦି ବାହାରିବା ଏ କେହି ବାହାରିବା, ଯଦି ନ ବାହାରିବା କେହି ବାହାରିବା। ତ ଆଜିର ଯୋଉ ଆଲୋଚନା ପରେ କଳାକାର ମାନେ କେତେ ଦୂର ବାହାରୁଛନ୍ତି, କଣ କରୁଛନ୍ତି, ନିଶ୍ଚିତ ମିଟିଂ ସରିଲା ପରେ ଆପଣ ମାନେ ଜାଣିପାରିବେ। ମାଲିକ ମାନେ ବାହାର କରିଦିଅ ବୋଲି କଳାକାର ମାନେ ଭୟରେ। ନାଇଁ ଆଜ୍ଞା, ସେମିତି ନୁହେଁ। ଶୁଣନ୍ତୁ, ନ୍ୟାୟଟା ସବୁବେଳେ ନ୍ୟାୟ, ଅନ୍ୟାୟଟା ସବୁବେଳେ ଅନ୍ୟାୟ। ଆମେ ହଉଛନ୍ତି ମଣିଷ, ଆମେ ଓଡ଼ିଆ ଜାତି, ଓଡ଼ିଶାର ଲୋକ ମାନେ। ମୋ ମତରେ ଓଡ଼ିଶା ଲୋକ ଆଗରେ କେବେ ଅନ୍ୟାୟ ଯାଏନି। ଆଉ ଓଡ଼ିଶା ଲୋକ ଭାରି କୋପରେଟିଭ, ଆଉ ବହୁତ ସହନଶୀଳତା, ଆଉ ବହୁତ ସହାୟତା କରନ୍ତି। ମାଲିକ ଆଉ ଆପଣମାନଙ୍କ ମଧ୍ୟରେ ସମନ୍ୱୟ କାହିଁକି ରହୁନି? ସେଟା ତ ରହୁନି ଏପର୍ଯ୍ୟନ୍ତ। ଭାଇଚାରାର ଟିକେ ଅଭାବ ରହୁଥିଲା, କାହିଁକିନା ମାଲିକ ମାନେ ଭାବୁଛନ୍ତି ଆମେ ମାଲିକ, ଆମେ କଳାକାର ଭାବୁଛନ୍ତି ଆମେ ସମସ୍ତେ ସମସ୍ତଙ୍କ ଇଏରେ ରହିଲେ ହୁଏନି। ଏଠି ସମସ୍ତେ ନିଜକୁ ସେଇ ଜାଗାକୁ ଆଣିକି ସମସ୍ତେ ସମସ୍ତ ଭାଇଚାରା ରଖିଲେ ହିଁ ସବୁ ଜିନିଷ ସମାଧାନ ହେଇପାରିବ। ବ୍ୟକ୍ତିଗତ ରାଗ, ବ୍ୟକ୍ତିଗତ ଶତ୍ରୁତା ଭାରି ପଡୁଛି କି କଳା ଆଗରେ? ନାଇଁ ଆଜ୍ଞା, ବ୍ୟକ୍ତିଗତ ଶତ୍ରୁତା କିଛି ନାହିଁ। ଗୋଟେ କଥା ହଉଛି, ସତ କଥାଟା କହିଲେ ସମସ୍ତଙ୍କର ଶତ୍ରୁ ହୁଅନ୍ତି ସମସ୍ତେ। ତେଣୁ ଯଦି ଜଣେ ସତ୍ କଥା କହୁଛି, ତାକୁ ସପୋର୍ଟ କରିବା ଲୋକ ବହୁତ କମ୍। ଆଉ ସତ କଥାଟାକୁ ସମସ୍ତେ ଗ୍ରହଣ କରିପାରନ୍ତି ନାହିଁ ଯୋଉ କ୍ଷେତ୍ରରେ। ତ କିଛି ଦିନ ପୂର୍ବରୁ ଓଡ଼ିଆ ଫିଲ୍ମ ଉପରୁ ଦର୍ଶକ ନଜର ହଟେଇବା ପରେ ଯାତ୍ରା ଅଭିମୁଖୀ ସବୁ ବାହାରିଥିଲେ, କିନ୍ତୁ ଯାତ୍ରାରେ ଏଇଭଳିଆ ସବୁ କଣ୍ଟ୍ରୋଭର୍ସି ସୃଷ୍ଟି ହବ, ତ ଦର୍ଶକ କଣ କରିବେ? ସେଇଟା ତ ବହୁତ ଦୁଃଖ ଲାଗୁଛି।
ओडिया इंडस्ट्री मुह फेरला यात्रा जगत को दर्शक माने माने देखुतिले बा यात्रा को भल पाउतिले एमती किछि सिचुएशन तयारी न हो एमती किछि सिचुएशन न आसु जोटा कि यात्रा को लोक मुह फेरी दियंतु ଲାଗୁଛି ଆପଣମାନଙ୍କ ମଧ୍ୟରେ ଏକତା ନାହିଁ। नहीं 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 एक कथा नहीं एक कथा अच्छी शुणु समस्त किए को सिचुएशन अच्छी आज्ञा आम वर्ष वर्ष घर द्वार छाड़ी रोचु किए को परिस्थिति अच्छी कह कौन घर कम अच्छी कह पार्टी कौट अच्छी कहला टे पूर्व तो समस्त को एकजुट करिया गोटे संगठन करिया छोटिया कथा नुह आम को राति नाटक करुचु सकाଳେ राति अनिद्रा रोचु ता भीतर कहार शिफ्टिंग आज तो आमर पार्टी शिफ्टिंग था शिफ्टिंग सारिक रूम पाइक मुझे आसिक पहुँचली आसीना कहीं पचारे जना पड़ो नंबर नहीं फोन कर पचार दियो कहीं आसीना ମୁଁ ଡାକିବ ଆଜ୍ଞା କି ମୁଁ କାହିଁ ଡାକିବି ଆଜ୍ଞା ସେ ସେମିତି ଅଛି ଆଉ